ବାପା, ଆପଣ? ଆପଣଙ୍କୁ କେଉଁଠି ଦେଖିଲା ଭଳି ଲାଗୁଛି। ହଁ ହଁ, ମନେ ପଡ଼ିଲା। ବଡ଼ବାବୁଙ୍କ ଘରେ। ମୋତେ ଚିହ୍ନି ପାରୁଛନ୍ତି? ମୁଁ ସମ୍ବିତ ବାବୁଙ୍କ ଅଫିସ ପିଅନ। ହେଲେ ଆପଣ ଏଠି? ଇତସ୍ତତ ହୋଇପଡ଼ୁଥାନ୍ତି ବୃଦ୍ଧ। କହିଦେବେ କି ସମ୍ବିତ ବାବୁ କିଏ ମୁଁ ଜାଣେ ନା? ଝରି ପଡ଼ିଲା ବୃଦ୍ଧଙ୍କ ଆଖିରୁ ଲୁହଧାର। ବୃଦ୍ଧ ଜଣକ ସମ୍ପୂର୍ଣ୍ଣ ନିରୁତ୍ତର। ପିଅନ ପୁଣି ଆରମ୍ଭ କରିଲେ, ମୋର ଠିକ୍ ମନେ ପଡ଼ୁଛି, ସେଦିନ ସମ୍ବିତ ବାବୁ ଆପଣଙ୍କୁ ବାପା ବୋଲି ସମ୍ବୋଧନ କରୁଥିଲେ। ପାଦଧୂଳି ମୁଣ୍ଡରେ ମାରି ଆପଣଙ୍କଠୁ ଆଶୀର୍ବାଦ ନେଉଥିଲେ। ବାସ୍ତବରେ ସେଦିନ ମୁଁ ଅନୁଭବ କରିଥିଲି, ପୁଅଟି ଯେତେ ବଡ଼ ଲୋକ ହେଉନା କାହିଁକି, ବାପା ମା ଛଡ଼ା ଦୁନିଆରେ ତା ପାଇଁ ଆଉ କେହି ବଡ଼ ନୁହନ୍ତି। ସମ୍ବିତ ବାବୁଙ୍କ ଅଫିସର ପିଅନ ରାମୁ ସେଦିନ ଆଶ୍ରୟ ନାମକ ଏକ ବୃଦ୍ଧାଶ୍ରମ ଯାଇଥିଲେ। ରାମୁର ପୁଅ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ କିଛି ମିଠା ବାଣ୍ଟି ବୃଦ୍ଧ ଲୋକଙ୍କଠାରୁ ନିଜ ପୁଅ ପାଇଁ ଆଶୀର୍ବାଦ ମାଗୁଥିଲେ। ରାମୁଙ୍କ ନଜର ଅଟକିଗଲା ସମ୍ବିତ ବାବୁଙ୍କ ବାପାଙ୍କ ପାଖରେ। କିଛି କ୍ଷଣ ପାଇଁ ରାମୁ ଅବାକ୍ ହୋଇଗଲେ। ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି। ପଚାରିଲେ ମଉସା, ଆପଣ କ'ଣ ଏଇଠି ରୁହନ୍ତି? ବାଷ୍ପରୁଦ୍ଧ କଣ୍ଠରେ ବୃଦ୍ଧ ଜଣକ କହିଲେ, ବାପାରେ, ପୁଅ ମୋର ବଡ଼ ଅଫିସର। ବର୍ଷକୁ 365 ଦିନ। ତା ପାଖରେ ସମୟ କାହିଁ ମୋତେ ବାପା ବୋଲି ଡାକିବାକୁ? ଯଦି ମୋତେ ତାର ବଡ଼ ବଙ୍ଗଳାରେ ରଖିବ, ସ୍ତ୍ରୀ ପିଲା ଛୁଆଙ୍କ ଖବର କେତେବେଳେ ବୁଝିବ? ତା ଛଡ଼ା ମୁଁ ବୁଢ଼ା ଲୋକଟା। ସେଇ ଘରେ ରହିଲେ ତା ପୁଅର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବ। ତେଣୁ ମୋ ପୁଅ ବର୍ଷରେ ଗୋଟିଏ ଦିନ ପାଇଁ ମୋତେ ତା ଘରକୁ ନିଏ। ମୋ ପାଇଁ ସମୟ କାଢ଼େ। ନୂଆ ଲୁଗା ପିନ୍ଧାଇ ମିଠା ଖୁଆଏ, କେକ୍ କାଟେ, ତାର ସାଙ୍ଗସାଥୀମାନଙ୍କୁ ଡାକି ପାର୍ଟି ଦିଏ। କ'ଣ ଗୋଟେ କୁହେ ତ, ହଁ ହଁ, ଫାଦର୍ସ ଡେ। ପିଲାଟି ହୋଇଥିଲା, ତା ମା ମରିଗଲା। ସେଇ ଦିନଠୁ ବାପା ଆଉ ମାର ଦାୟିତ୍ୱ ତୁଲେଇ ତୁଲେଇ ମୁଁ ଅଣନିଃଶ୍ୱାସ ହୋଇଯାଇଥିଲି। ଏଇ ଆଶ୍ରମରେ ମୋତେ ଆରାମ ଲାଗୁଛି। ଏଠି ନା କାହାରି ସହିତ କଥା ହେବାକୁ ପଡ଼ୁଛି, ନା କାହାରି ଦାୟିତ୍ୱ ବୁଝିବାର ଅଛି। ନିଜ ମନକୁ ବୁଝେଇ ଆଶ୍ରମ ଭିତରକୁ ଚାଲିଗଲେ ବୃଦ୍ଧ ଜଣକ। ରାମୁ ଅଫିସ ଆସି ଦେଖିଲା ସମ୍ବିତ ବାବୁ ତାଙ୍କ ଚେୟାର ଛାଡ଼ି ବିବ୍ରତ ଅବସ୍ଥାରେ ଫୋନରେ କାହା ସହିତ କଥା ହେଉଛନ୍ତି। କଥା ତ ନୁହେଁ, ବରଂ ଗାଳି କରୁଛନ୍ତି। ବଡ଼ ପାଟିରେ ଚିତ୍କାର କଲା ଭଳି କହୁଥାନ୍ତି, କୁଳାଙ୍ଗାର, ଏତେ ଯତ୍ନରେ ରଖିବାର ତୋତେ କ'ଣ ଏଇ ଫଳ ମିଳିଲା? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠ ପଢ଼େଇଲା ପରେ ଶେଷରେ ତୁ ଫେଲ ହେଲୁ। ମୋ ବାପା ମୂଲ ଲାଗି ମୋତେ ଅଫିସର କରିଛି, ଆଉ ତୁ ଗୋଟେ ଅଫିସରର ପୁଅ ହୋଇ ମୂର୍ଖ ହେଲୁ। କୌଣସି କାରଣବଶତଃ ଫୋନ୍ଟି ବୋଧେ କଟିଗଲା। ସମ୍ବିତ ବାବୁ ପଛକୁ ଚାହିଁ ଦେଖନ୍ତି ତ ରାମୁ ନୀରବରେ ମିଠା ଧରି ଠିଆ ହୋଇଛି। କାରଣ ରାମୁର ପୁଅ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି। ଏହା ଜାଣି ସମ୍ବିତ ବାବୁ ନିଜକୁ ସମ୍ଭାଳି ପାରିଲେ ନାହିଁ। କହିଲେ, ରାମୁ, ତୁ ବଡ଼ ଭାଗ୍ୟବାନ। ତୋ ପୁଅକୁ ଅଭାବୀ ପରିବାରରେ ସଠିକ୍ ଭାବରେ ପାଳନ କରିଛୁ। ରାମୁର ଉତ୍ତର ଥିଲା, ମୁଁ ନୁହେଁ, ମୋ ପୁଅର ସଫଳତା ପଛରେ ମୋ ବାପାଙ୍କ ଆଶୀର୍ବାଦ ରହିଛି। ମୋ ବାପା ଘରେ ରୁହନ୍ତି, ପୁଅକୁ ଉଚିତ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ଶିଖାନ୍ତି। ସାର୍, ଆଜି ମୁଁ ବୃଦ୍ଧାଶ୍ରମ ଯାଇଥିଲି ମିଠା ବାଣ୍ଟି ସେମାନଙ୍କଠାରୁ ମୋ ପୁଅ ପାଇଁ ଆଶୀର୍ବାଦ ଆଣିବାକୁ। ସେଠି ଆପଣଙ୍କ ବାପାଙ୍କୁ ଦେଖିଲି। ସମ୍ବିତ ବାବୁ ଲଜ୍ଜାରେ ମୁଣ୍ଡ ଉପରକୁ ଉଠାଇ ପାରୁନଥିଲେ। ସାଧାରଣ ପିଅନଟି ଆଗରେ ତାଙ୍କ ପାଟି ଖନି ବାଜି ଯାଉଥାଏ। ସାଙ୍ଗେ ସାଙ୍ଗେ କାର୍ ଧରି ବାହାରି ପଡ଼ିଲେ ସମ୍ବିତ ବାବୁ ସେଇ ଆଶ୍ରମ ନାମକ ଆଶ୍ରମ ଆଡ଼େ। ଦେଖିଲେ, ବାପା ତାଙ୍କର ଯେମିତି ତାଙ୍କୁ ହିଁ ଅପେକ୍ଷା କରିଥିଲେ। ପାଦ ଛୁଇଁ ପ୍ରଣାମ କରି କହିଲେ, ବାପା, ଆଜି ସାଧାରଣ ପିଅନଟି ମୋ ଆଖି ଖୋଲି ଦେଇଛି। ସେହି ମୁହୂର୍ତ୍ତରେ ବାପାଙ୍କୁ ଧରି ଘରକୁ ଆସିଲେ। ସେଦିନଠାରୁ ବୁଢ଼ା ଆଶ୍ରମ ଛାଡ଼ି ପୁଅର ବଡ଼ ବଙ୍ଗଳାରେ ରହି ନାତି ଟୋକା ସହ ମଜା କରି ବାକିତକ ଜୀବନ ଆନନ୍ଦରେ କାଟିଲେ।